କେରଳର କୋଜିକୋଡ ଏୟାରପୋର୍ଟରେ। ହଁ ମନେ ଅଛି। ବହୁତ ଭୟଙ୍କର ଥିଲା ସେଟା। ଆଜ୍ଞା, ବହୁତ ଦୁଃଖଦ ଘଟଣା। ପ୍ରବଳ ବର୍ଷା ହେଉଥିଲା, ଆଉ ସେ ବୋଇଂ 737-800 ବିମାନଟା ରନୱେରୁ ଖସିଯାଇ 2 ଭାଗ ହୋଇଯାଇଥିଲା। ସେଟା ବନ୍ଦେ ଭାରତ ମିଶନର ଫ୍ଲାଇଟ୍ ଥିଲା ନା? ହଁ, ସେ କୋଭିଡ ସମୟରେ ଯୋଉମାନେ ବିଦେଶରେ ଫସିଥିଲେ ସେମାନଙ୍କୁ ଫେରେଇ ଆଣିବା ପାଇଁ। ସେଥିରେ 2 ଜଣ ପାଇଲଟଙ୍କ ସହ ମୋଟ 21 ଜଣଙ୍କର ଜୀବନ ଯାଇଥିଲା। ତେଣୁ ଏହି ପୁରୁଣା ଘଟଣାର ଖବର ବି ବେଳେବେଳେ ପୁଣି ସାମ୍ନାକୁ ଆସି ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ତେବେ ଏସବୁ ଦ୍ୱନ୍ଦ୍ୱ ଆଉ ଗୁଜବ ଭିତରେ ସଠିକ୍ ତଥ୍ୟ ପାଇବା ପାଇଁ ସବୁଠୁ ଭଲ ଉପାୟ କ'ଣ? ମାନେ କୋଉଠୁ ଲୋକେ ନିଶ୍ଚିତ ହେବେ? ଦେଖନ୍ତୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସରକାରୀ ଆଉ ଅଫିସିଆଲ ସୂତ୍ର ଉପରେ ଭରସା କରିବା। ହଁ, ଆପଣ ଡିଜିସିଏ ଇଣ୍ଡିଆ ମାନେ ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ୍ ଏଭିଏସନ୍, ଯିଏ ଭାରତରେ ବିମାନ ଚଳାଚଳ ନିୟନ୍ତ୍ରଣ କରନ୍ତି, ତାଙ୍କ ୱେବସାଇଟ୍ dgca.gov.in ଦେଖିପାରିବେ। ଆଚ୍ଛା। କିମ୍ବା ଏୟାର ଇଣ୍ଡିଆର ନିଜ ଅଫିସିଆଲ ୱେବସାଇଟ୍ airindia.com ବି ଅଛି। ସେଠି ବି ସୂଚନା ମିଳିପାରେ। ଆଉ ଏଇ ଯୋଉ ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଅଛି, ଯେମିତିକି ଫ୍ଲାଇଟ୍ ରେଡାର 24। ହଁ, ସେଗୁଡ଼ିକ ବି ସାହାଯ୍ୟ କରେ। ଫ୍ଲାଇଟ୍ ରେଡାର 24 ଭଳି ସାଇଟ୍ରୁ ବିମାନର ଲାଇଭ୍ ସ୍ଥିତି ଜଣାପଡ଼େ। କିନ୍ତୁ ମନେ ରଖିବା ଦରକାର ଯେ କୌଣସି ଘଟଣା ଘଟିବାର ତୁରନ୍ତ ପରେ ହୁଏ, ସେଠି ବି ତଥ୍ୟ ଆସିବାକୁ ସାମାନ୍ୟ ଡେରି ହୋଇପାରେ। ଆଉ ନ୍ୟୁଜ୍ ଚ୍ୟାନେଲ ବା ଖବରକାଗଜ ମାନେ ମିଡିଆର ଭୂମିକା ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ। ଯେଉଁ ବିଶ୍ୱସ୍ତ ଭାରତୀୟ ସମ୍ବାଦ ସଂସ୍ଥା ଅଛନ୍ତି, ଯେମିତିକି ଏନ୍ଡିଟିଭି, ଦି ହିନ୍ଦୁ, ଟାଇମ୍ସ ଅଫ୍ ଇଣ୍ଡିଆ, ଏମାନଙ୍କ ଉପରେ ନଜର ରଖିବା ଦରକାର। ହଁ, କିନ୍ତୁ ଗୋଟେ କଥା ମନେ ରଖିବାକୁ ହେବ, ବିଶେଷ କରି ଏମିତି ସମ୍ବେଦନଶୀଳ ଘଟଣାରେ ଖବରଟା ପୂରାପୂରି ପୁଷ୍ଟି ହେବା ପରେ ହିଁ ତାକୁ ସତ ବୋଲି ଧରିବା ଉଚିତ। ଠିକ୍ କହିଲେ। ଅପୁଷ୍ଟ ଖବରକୁ ବିଶ୍ୱାସ କରିବା କି ସେୟାର କରିବା ଆଦୌ ଠିକ୍ ନୁହେଁ। ଏକଦମ। ତାହେଲେ ଆମେ ଯଦି ସାରାଂଶ ଦେଖିବା, ଜୁଲାଇ 1, 2025 ସୁଦ୍ଧା ଏୟାର ଇଣ୍ଡିଆର କୌଣସି ବଡ଼ ବିମାନ ଦୁର୍ଘଟଣା ବିଷୟରେ ପକ୍କା ଖବର ନାହିଁ। କିନ୍ତୁ ଯଦି ଏମିତି କିଛି ଶୁଣିବାକୁ ମିଳେ, ହଁ, ତାହେଲେ ସତର୍କ ରହିବାକୁ ହେବ ଆଉ ପ୍ରଥମେ ଯାଞ୍ଚ କରିବାକୁ ପଡ଼ିବ। ଏହା ବୋଧହୁଏ ଅପୁଷ୍ଟ ଖବର ହୋଇପାରେ କିମ୍ବା କୌଣସି ଛୋଟ ଘଟଣାକୁ ଭୁଲ ଭାବେ ଦେଖାଯାଉଥାଇପାରେ। କିମ୍ବା ପୁରୁଣା ଖବରର ପୁନରାବୃତ୍ତି ବି ହୋଇପାରେ। ହଁ, ଆଉ ଯଦି କାହା ପାଖରେ କୌଣସି ନିର୍ଦ୍ଦିଷ୍ଟ ଘଟଣା ବିଷୟରେ ସୂଚନା ଅଛି, ମାନେ ତାରିଖ, ଫ୍ଲାଇଟ୍ ନମ୍ବର, କୋଉ ରୁଟ୍ରେ ଯାଉଥିଲା କିମ୍ବା କୋଉଠି ଘଟିଲା, ତେବେ ଆମେ ଯେଉଁ ଉପାୟଗୁଡ଼ିକ ବିଷୟରେ କଥା ହେଲେ, ସେଗୁଡ଼ିକୁ ବ୍ୟବହାର କରି ସତ୍ୟାସତ୍ୟ ଯାଞ୍ଚ କରିହବ। ଶେଷରେ ଗୋଟେ କଥା ଚିନ୍ତା କରିବା ପାଇଁ ଛାଡ଼ିଯାଉଛି। ଆଜିକାଲି ଯେମିତି ଖବର ଏତେ ଶୀଘ୍ର ମାନେ ବିଜୁଳି ବେଗରେ ବ୍ୟାପି ଯାଉଛି, ଏହା ଏହିଭଳି ସମ୍ବେଦନଶୀଳ ଘଟଣା ଆଉ ମୋଟାମୋଟି ଭାବେ ବିମାନ ସୁରକ୍ଷାକୁ ନେଇ ଆମର ଯେଉଁ ଧାରଣା ଅଛି, ତାକୁ କେମିତି ପ୍ରଭାବିତ